କାହାଣୀ କହୁଛି ଶୁଣନ୍ତୁ। ଆପଣ ନିର୍ଣ୍ଣୟ ନେବେ ଯେ ଏ କାହାଣୀରେ ହିରୋ କିଏ ଆଉ ଭିଲିଆନ୍ କିଏ। ଗୋଟେ ପୁଅ ଆଉ ଗୋଟେ ଝିଅ ଥିଲେ, ସେ ପରସ୍ପରକୁ ବହୁତ ଭଲ ପାଉଥିଲେ। ସେମାନେ ଭାବିଲେ ଯେ ଆମେ ଆମ ଶେଷ ଜୀବନଟା ବାହା ହୋଇ ସାଙ୍ଗରେ ବିତେଇବା। କିନ୍ତୁ ସବୁବେଳେ ତ ଭଗବାନଙ୍କ ଇଚ୍ଛା ସେୟା ନଥାଏ ନା। ଦିନେ ଏମିତି ହେଲା ଯେ ଝିଅ କାହାକୁ ନ କହି ଘରୁ ପାଦ ଖୋଳି ବାହାରି ଆସିଲା, ଆଉ ପୁଅ ଝିଅ ଗୋଟେ ମନ୍ଦିରରେ ବାହା ହେଇଗଲେ। ବାହା ହେଇ ପୁଅ ସେ ଝିଅକୁ ନେଇ ତାଙ୍କ ଘରକୁ ପଳେଇ ଆସିଲା। ଏଇ ରାଗରେ ସେ ଝିଅର ଘର ଲୋକ କେହି ତା ସହିତ କଥାବାର୍ତ୍ତା ହୁଅନ୍ତିନି। ସେ ଝିଅ ପରିବାରରେ ତା ବାପା ମା ଆଉ ଗୋଟେ ସାନ ଭାଇ ତାର ଥିଲେ, କିନ୍ତୁ ସେମାନେ ଏତେ ରାଗିଗଲେ ଯେ ଏକ ପରିବାର ସହିତ ଆଉ ସମ୍ପର୍କ ରଖିବା ପାଇଁ ସେମାନେ ଇଚ୍ଛା ପ୍ରକାଶ କଲେନି। ଏମିତି ଦିନ ପରେ ଦିନ ବିତି ଚାଲିଲା। ଝିଅ ବାହା ହେଇ ଆସିଛି, କିନ୍ତୁ ସବୁବେଳେ ତା ଘର କଥା ତାର ମନେ ପଡ଼େ। ସେ ଭାବେ ଏବେ ତ ସେମାନେ ମୋ ସହିତ କଥା ହଉନାହାନ୍ତି, ମେ ବି ଆଗକୁ କଥା ହେବେ। ତେଣୁକରି ମୁଁ କ'ଣ କରିବି ନା, ଗୋଟେ ପିଲାଟେ ହେଲା ପରେ ମୁଁ ଚେଷ୍ଟା କରିବି ସେମାନଙ୍କ ସହିତ ସମ୍ପର୍କ ରଖିବା ପାଇଁ। ଏଜ୍ ୟୁଜୁଆଲି ସେମିତି ହୁଏ ଯେ ଗୋଟେ ପିଲା ହେଇଗଲା ପରେ ବହୁତ ପରିବାର ତାଙ୍କ ଝିଅକୁ ପୁଣି ଆକ୍ସେପ୍ଟ କରିନିଅନ୍ତି। ଏମିତି ହେଲା, ତାର ପ୍ରଥମେ ଝିଅଟିଏ ହେଲା। ତାପରେ ସେ ଧୀରେ ଧୀରେ ତାଙ୍କ ଘର ଲୋକଙ୍କ ସହିତ ସମ୍ପର୍କ ରଖିବା ପାଇଁ ଚେଷ୍ଟା କଲା, କିନ୍ତୁ ଘର ଲୋକ ଇଚ୍ଛା ନଥାଇ ତା ସହିତ କିଛି କିଛି ସମୟ ଦେଲେ, ଆଉ ତା ସହିତ କଥା ମଧ୍ୟ ହେଲେ। ଇଏ ଭାବିଲା ଯାହା ହଉ ଘର ଲୋକ ମୋତେ ଧୀରେ ଧୀରେ ଆକ୍ସେପ୍ଟ କରିବେ। ଝିଅ ବଢି ଚାଲିଲା। ଯେତେବେଳେ ଝିଅ 5 ବର୍ଷର ହେଇଛି, ତାର ପୁଣି ଆଉ ଗୋଟେ ପିଲା ରହିଲା। ସେ ସେତେବେଳେ ଇଚ୍ଛା କରୁଥିଲା ଯେ ଏଇ ଯୋଉ ପିଲାଟି ବେଳେ କମ ସେ କମ ଆମ ଘର ଲୋକ ମୋତେ ସପୋର୍ଟ କରିବେ। କିନ୍ତୁ ଘର ଲୋକ ସେଇ ଟାଇମରେ କ'ଣ କଲେ ନା, ଘର ଲୋକ କହିଲେ ତ ସାନ ଭାଇର ବାହାଘର ହେଇନି, ଆମ ପାଖରେ ଠିକ ସେ ଘର ଖଣ୍ଡେ ନାହିଁ, ତୁ କିଛି ପଇସା ଦେ, ଆମେ ଘର ଖଣ୍ଡେ ତିଆରି କରୁ। ସେ ଘର ଖଣ୍ଡେ ତିଆରି କରିସାରିଲା ପରେ ସେ ତୋ ଭାଇର ବାହାଘର ବେଳକୁ ତୁ ଆସିବୁ ଆମ ଘରକୁ, ପୁଣି ଯେମିତି ସମ୍ପର୍କ ଆଗରୁ ଥିଲା ସେମିତି ସମ୍ପର୍କ ହେଇଯିବ। ସେ ଝିଅଟି ଶୁଣି ଭାରି ଖୁସି ହେଲା, କିନ୍ତୁ ତା ସ୍ୱାମୀ ସହିତ ତାର ସବୁବେଳେ ଏ ବିଷୟ ନେଇ ଯୁକ୍ତିତର୍କ ହୁଏ। ତା ସ୍ୱାମୀ କୁହେ ଯଦି ସେମାନେ ତତେ ଚାହୁଁନାହାନ୍ତି ତୁ ଆଉ ଯାଆନା। କିନ୍ତୁ ଝିଅ ଯେତେବେଳେ ସେ ଘରେ ଜନ୍ମ ହେଇଛି, ତାର ଇଚ୍ଛା ଥିଲା ଯେ ମୁଁ ସେମାନଙ୍କ ସହିତ ସମ୍ପର୍କ ରଖିବି। ଯେତେବେଳେ ସ୍ୱାମୀର ରାଗ ଦେଖେ, ସେ ଆଉ ସ୍ୱାମୀକି କିଛି ନ କହି ଲୁଚେଇ ଚୋରେଇ ଘର ସହିତ କଥା ହୁଏ। ଧୀରେ ଧୀରେ ସେ ଘରର ପରିସ୍ଥିତି ବିଷୟରେ ଜାଣିଲା। ସାନ ଭାଇ ଏତେ ରୋଜଗାର କରୁନି, ଘରଟେ ତିଆରି କରିବା ପାଇଁ ତାଙ୍କ ପାଖରେ ପଇସା ବି ନାହିଁ। ଏ ଝିଅ ଭାବିଲା ମୁଁ ଯଦି କିଛି ଘରକୁ ଆର୍ଥିକ ସାହାଯ୍ୟ କରିବି, ମେ ବି ମୋତେ ପୁଣି ସେମାନେ କୋଳେଇ ନେବେ। ସେଥିପାଇଁ ୟା ପାଖରେ ବି ସେତେ ସମ୍ବଳ ନଥିଲା, କିନ୍ତୁ ଇଏ କିଛି ଲୋନ୍ ଧାର କଲା, କିଛି ସାଙ୍ଗସାଥିଠୁ ପଇସା ମାଗିଲା ସୁଧରେ। ସେ ଚେଷ୍ଟା କଲା ଯେ ଯଦି ମୁଁ ଥରେ ସେ ଘରକୁ ପଳାଏ, ତାପରେ ମୋ ସ୍ୱାମୀ ଖୁସି ହୋଇ ମେ ବି ଏ ଲୋନ୍ ଧାରକୁ ସୁଝିଦେବ, କିମ୍ବା ମୋ ଭାଇ ପୁଣି ମୋତେ ସେ ପଇସା ଫେରେଇ ଦେବ। ଏଇ ଆଶାରେ ପାଖାପାଖି 10 ଲକ୍ଷ ଟଙ୍କା ତା ଘରକୁ ଦେଇଦେଲା। ଭାଇର ବାହାଘର ସମୟ ନିକଟ ହେଇ ଆସୁଛି, କିନ୍ତୁ ଇଏ ଅପେକ୍ଷାରେ ରହିଛି ମୋତେ ଡାକିଲେ ମୁଁ ଯିବି, କିନ୍ତୁ ସେମାନେ ଆଉ ଡାକୁନାହାନ୍ତି। ଘର ତିଆରି ହେଇଗଲା, ବହୁତ ସୁନ୍ଦର ଘର। ସମୟ ଆସିଲା, ତା ଭାଇର ବାହାଘର ବି ହେଇଗଲା, କିନ୍ତୁ ଏକୁ ଆଉ ଡାକ ଆସିଲାନି। ଇଏ ଯୋଉ ପଇସାଟି ସାଙ୍ଗସାଥୀଙ୍କ ମାନଙ୍କ ପାଖରୁ, ଚିହ୍ନା ପରିଚୟ ଲୋକଙ୍କ ପାଖରୁ ଲୋନ୍ ଧାର କରି ତା ସ୍ୱାମୀକୁ ଲୁଚେଇ ଦେଇଥିଲା, ସେ ପଇସାଟିକୁ ଫେରେଇବା ପାଇଁ କେହି ଲୋକ ଆଉ ମୁଣ୍ଡ ଦେଲେନି। ତା ବାପ ଘର ଲୋକ ଆଉ ଶୁଣିଲେନି। ସେ କ'ଣ କରିବ? ସେ ସମୟରେ ତା ପେଟରେ ପିଲାଟିଏ ଥାଏ। ସେ ପିଲାଟି ଜନ୍ମ ହେଲା, ଯାହା ହଉ ଦ୍ୱିତୀୟରେ ସେ ପୁଅଟିଏ ଜନ୍ମ ହେଲା। କିନ୍ତୁ ସେ ଏତେ ମାନସିକ ଚିନ୍ତାରେ ଥିଲା ଯେ ତା ସ୍ୱାମୀକି କିଛି କହିପାରୁନି, ସେପଟେ ତା ଘର ଲୋକକୁ କିଛି କହିପାରୁନି। ଏତେ ପଇସା ସେ ଯୋଗାଡ଼ ବି କରିପାରୁନି। ଧୀରେ ଧୀରେ ଲୋକମାନେ ଯେତେବେଳେ ଘରକୁ ଆସିଲେ, ବାରମ୍ବାର ପଇସା ମାଗିଲେ। ତା ସ୍ୱାମୀ ନଥିବା ସମୟରେ ଯେତେବେଳେ ଲୋକ ଆସି ଘରେ ପିଣ୍ଡାରେ ବସିଲେ, ତାକୁ ବାଧ୍ୟ କଲେ ଯେ ପଇସା ଦେବା ପାଇଁ, ନହେଲେ ତ ସ୍ୱାମୀକୁ କହିଦେବୁ। ଇଏ ତା ଭିତରେ ବହୁତ ଭୟତୁର ହୋଇ ବହୁତ ଦିନ ପର୍ଯ୍ୟନ୍ତ କଷ୍ଟରେ ବଞ୍ଚିଲା। ଚେଷ୍ଟା କଲା ତାଙ୍କ ବାପ ଘର ଲୋକଙ୍କୁ ଜଣେଇବା ପାଇଁ, ଆଉ କିଛି ପଇସା ଯଦି ସେମାନେ ଦେବେ ତାହେଲେ ସେ ଲୋକମାନଙ୍କୁ ସେ ଫେରେଇ ଦେବା ପାଇଁ। କିନ୍ତୁ ସେତେବେଳେ ବାପ ଘର ଲୋକ ସ୍ୱାର୍ଥରେ ଅନ୍ଧ ହୋଇ ସେ ଜିନିଷକୁ ଆଉ ଗୁରୁତ୍ୱ ଦେଲେନି।
ଆଉ ଏମିତି ଦିନେ ସମୟ ଆସିଲା ସେ ଝିଅ ସୁଇସାଇଡ୍ କରିଦେଲା। ଏବେ ସେ ସ୍ୱାମୀ ଏକୁଟିଆ, ତାର କୁନି ଝିଅଟିଏ ଆଉ ସେ ପୁଅଟିଏ। ମେ ବି ଏମିତି ହେଇପାରିଥାନ୍ତା ଯଦି ତା ସ୍ୱାମୀକି ଜଣେଇଥାନ୍ତା, ମେ ବି ସ୍ୱାମୀ କିଛି ହେଲ୍ପ କରିପାରିଥାନ୍ତା, କିମ୍ବା ବାପ ଘରେ ନେଇଥିବା ପଇସାଟି ଯଦି ଠିକ୍ ସମୟରେ ଫେରେଇ ଦେଇଥାନ୍ତେ ମେ ବି ସେ ବଞ୍ଚି ଯାଇପାରିଥାନ୍ତା। କିନ୍ତୁ ସେ ବର୍ତ୍ତମାନ ଆରପାରିରେ ତା ଦୁଇଟା ଛୁଆ ଅନାଥ। ଆଉ ସ୍ୱାମୀ ଏ କଥା ଯେତେବେଳେ ପଛରେ ଜାଣିଲା ଯେ ସେ ଏତେ ଲୋକଙ୍କ ପାଖରୁ ଏତେ ପଇସା ନେଇଥିଲା, ତାର ପାଦ ତଳୁ ମାଟି ଖସିଗଲା। ସେ ଏବେ ବି ଅଫସୋସରେ ରହିଛି ଯେ ଭୁଲଟା କାହାର ଥିଲା। ସେ ମୋତେ ଭୟ କରୁଥିଲା ନା ମୋତେ ପ୍ରେମ କରୁଥିଲା? ମୋତେ ଯଦି ଭଲ ପାଉଥିଲା ତାହେଲେ ଭଲ ପାଇବା ଭିତରେ ସେ ଭୟ କ'ଣ ଏତେ ବଢ଼ିଗଲା ଯେ ସେଇ ଜିନିଷଟା ମୋ ସହିତ ସେୟାର କରିପାରିଲାନି? ହେଇଥାନ୍ତା ମୁଁ କିଛି ପାରିଥାନ୍ତି, କିଛି ନ ପାରିଥାନ୍ତି, କିଛି ଗୋଟେ ବାଟ ମୁଁ ଖୋଲିଥାନ୍ତି। କିନ୍ତୁ ସେ ଯେତେବେଳେ ଜୀବନ ଅଲରେଡ଼ି ଦେଇଛି, ମୋ ପାଖରେ ଆଉ କିଛି ନାହିଁ। ଏମିତି ଦୁଃଖୀ ମଣିଷଟି ମୋ ସହିତ ଦେଖା ହେଇଥିଲା, ଆଉ ତା କାହାଣୀଟି ଶୁଣି ମୋତେ ଭାରି ଦୁଃଖ ଲାଗିଥିଲା। ସେ ପ୍ରେମ କରି ଭୁଲ କରିଥିଲା କି ଠିକ୍ କରିଥିଲା ମୁଁ ତ ତା ନିର୍ଣ୍ଣୟ ନେଇପାରିବିନି, କିନ୍ତୁ ମୁଁ ଏତିକି ନିର୍ଣ୍ଣୟ ନେଇପାରିବି ଯେ ତା ପାଖରୁ ଯଦି ତମେ ତାକୁ ଘରକୁ ଡାକିବାର ନଥିଲା, କିମ୍ବା ତାକୁ ଯଦି ଅଲରେଡ଼ି ତମ ମନ ଭିତରୁ ପୋଛି ଦେଇଥିଲ, ତା ପାଖରୁ ପଇସା ନେଇ ତାକୁ ନ ଫେରେଇ ତା ଜୀବନଟା ନେଇଯିବାଟା ଗୋଟେ ଭଲ କାମ ହେଲା ନାହିଁ। ସାଙ୍ଗମାନେ, ତମେ କମେଣ୍ଟରେ ମୋତେ ଜଣେଇବ ଯେ ଆକ୍ଚୁଆଲି ଭୁଲ କାହାର ଥିଲା। ଦେଖା ହବ ପୁଣି ଆଉ ଗୋଟେ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ଜୟ ଜଗନ୍ନାଥ।